ମୁଁ ସମ୍ବଲପୁରରେ ଥିବା ସମୟରେ ଜିଲ୍ଲାପାଳମାନଙ୍କ ସହିତ କ୍ଷତିଗ୍ରସ୍ତ ଜିଲ୍ଲାର ଭିଡ଼ିଓ କନଫରେନ୍ସିଂରେ ଯୋଡ଼ି ହୋଇଥିଲି। ରାଜସ୍ୱ ବିଭାଗ ଏବଂ ଅନ୍ୟ ବିଭାଗର ଅଧିକାରୀମାନେ ମଧ୍ୟ ଥିଲେ। ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ଯେ କ୍ଷୟକ୍ଷତିର ଶୀଘ୍ର ଆକଳନ କରି ରିପୋର୍ଟଟା ରାଜସ୍ୱ ବିଭାଗକୁ ଦେବା ପାଇଁ ଏବଂ ଅଦିନିଆ ବର୍ଷାକୁ ମଧ୍ୟ ଆମେ ପ୍ରଥମ ଥର ପାଇଁ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ଭାବରେ ଗଣନା କରିବାର ନିଷ୍ପତ୍ତି ନେଇଥିଲୁ। ସେ କ୍ରମରେ ଓଡ଼ିଶାର ଭିନ୍ନ ଭିନ୍ନ ଜିଲ୍ଲାରୁ ରିପୋର୍ଟ ଆସିବାଟା ଆରମ୍ଭ କଲାଣି। ପ୍ରଥମ ପର୍ଯ୍ୟାୟରେ ଗତକାଲି 3ଟି ଜିଲ୍ଲା ବରଗଡ଼, ନୂଆପଡ଼ା ଏବଂ ସମ୍ବଲପୁର ଇଏ 3ଟା ଜିଲ୍ଲାର କ୍ଷୟକ୍ଷତିର ରିପୋର୍ଟ ଆମର ହସ୍ତଗତ ହେଲା ପରେ ଇଏ 3ଟା ଜିଲ୍ଲାର କ୍ଷୟକ୍ଷତି ବାବଦରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ 13,76,6,205 ଆଉ ଥରେ ମୁଁ ରିପିଟ୍ କରୁଛି 13,76,6,205 କୋଟି ଟଙ୍କା ଇନପୁଟ୍ ସବସିଡ଼ି ବାବଦରେ ଆମେ ଏ 3ଟା ଜିଲ୍ଲାକୁ ପଇସା ପ୍ରଦାନ କରି ସାରିଲୁଣି। ସେ ଭିତରେ ବରଗଡ଼ ଜିଲ୍ଲାକୁ 7,55,44,855 କୋଟି ଟଙ୍କା, ନୂଆପଡ଼ାକୁ 3,11,57,730 କୋଟି ଟଙ୍କା ଏବଂ ସମ୍ବଲପୁର ଜିଲ୍ଲାକୁ 3,09,77,400 କୋଟି ଟଙ୍କା, ସର୍ବମୋଟ 13,74,79,385 କୋଟି ଟଙ୍କା ଆମେ ପ୍ରଦାନ କରି ସାରିଲୁଣି। ତାର ଆବଣ୍ଟନ ଆରମ୍ଭ ହୋଇଯିବ। ଜିଲ୍ଲାପାଳ 3ଟା ଯାକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯଥାଶୀଘ୍ର ସମ୍ଭବତଃ 3 ଦିନ ଭିତରେ ଇଏ କ୍ଷତିପୂରଣ ରାଶି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପଠାଇବା ପାଇଁ। ଅନ୍ୟ ଜିଲ୍ଲାମାନଙ୍କର ମଧ୍ୟ ରିପୋର୍ଟ ଆସିବାଟା ଆରମ୍ଭ କଲାଣି। ସେମାନଙ୍କର ମଧ୍ୟ ସବୁ ଜିଲ୍ଲା କୌଣସି ଜିଲ୍ଲାର କୌଣସି ଚାଷୀ ଯେଉଁଠି ଗୋଟିଏ କ୍ଷେତର ଫସଲ ମଧ୍ୟ ନଷ୍ଟ ହୋଇଛି ସେମାନେ ମଧ୍ୟ ବିଚଳିତ ହୁଅନ୍ତୁ ନାହିଁ। ସମସ୍ତଙ୍କ ପାଖକୁ କ୍ଷତିପୂରଣ ରାଶି ପହଞ୍ଚିବ। ଇଏ 3ଟା ଜିଲ୍ଲା ବାହାରେ ଯେଉଁ ଜିଲ୍ଲାରୁ ଗୋଟିଏ ପରେ ଗୋଟିଏ କ୍ଷୟକ୍ଷତିର ଆକଳନ ରିପୋର୍ଟ ପହଞ୍ଚିବାଟା ଆରମ୍ଭ କରିବ ଆମର ସେମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିବାଟା ମଧ୍ୟ ଆରମ୍ଭ ହୋଇଯିବ। ଗୋଟିଏ ବି ଚାଷୀ ଯଦି କୌଣସି ଜିଲ୍ଲାରେ ଅଦିନିଆ ବର୍ଷା କାରଣରୁ ତାର ପନିପରିବା କିମ୍ବା ତାର ଫସଲ ଧାନ ନଷ୍ଟ ହୋଇଥିବ ତାକୁ ବି ଆମେ ଦେବୁ। ଏଠି ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆହେଇଛି ଯେ ଛୋଟ କ୍ଷତି ବଡ଼ କ୍ଷତି ଭିତରେ ଫରକ ଦେଖ ନାହିଁ। ବଡ଼ କ୍ଷତିର ମଧ୍ୟ କ୍ଷତିପୂରଣ ଦେବୁ, ମଧ୍ୟମ କ୍ଷତିର ମଧ୍ୟ କ୍ଷତିପୂରଣ ଦେବୁ, ଛୋଟ କ୍ଷତିର ମଧ୍ୟ କ୍ଷତିପୂରଣ ଦେବୁ। ଗୋଟିଏ ଜିଲ୍ଲାରେ ଗୋଟିଏ ଚାଷୀର ମଧ୍ୟ ଯଦି ନଷ୍ଟ ହୋଇଥିବ ତାକୁ ବି କ୍ଷତିପୂରଣ ଦେବୁ। ଆଉ ଏ ବାବଦରେ ବିଚଳିତ ନ ହେବା ପାଇଁ ମୁଁ ଓଡ଼ିଶାର ଚାଷୀ ସମାଜକୁ ଅନୁରୋଧ କରୁଛି। ଯେଉଁମାନେ ରାଜନୈତିକ ଦଳମାନେ ୟାକୁ ରାଜନୈତିକ ପ୍ରସଙ୍ଗ କରିବା ପାଇଁ ଚାହୁଁଛନ୍ତି, ବିଭିନ୍ନ ଜାଗାରେ ଆନ୍ଦୋଳନାତ୍ମକ ପଦକ୍ଷେପ ନେଉଛନ୍ତି, ସେମାନେ ରାଜସ୍ୱ ବିଭାଗର ଅଧିକାରୀମାନଙ୍କୁ ତାଙ୍କର କାମ ଶୀଘ୍ର କରିବା ପାଇଁ ସୁଯୋଗ ଦିଅନ୍ତୁ। ଯେତେ ଶୀଘ୍ର ଆକଳନ ସରିବ ସେତେ ଶୀଘ୍ର ରିପୋର୍ଟ ଆସିବ। ଯେତେ ଶୀଘ୍ର ରିପୋର୍ଟ ଆସିବ ସେତେ ଶୀଘ୍ର ଇନପୁଟ୍ ସବସିଡ଼ି ପରିମାଣ ଜିଲ୍ଲାକୁ ପହଞ୍ଚିବ। ଯେତେ ଶୀଘ୍ର ପହଞ୍ଚିବ ସେତେ ଶୀଘ୍ର ଚାଷୀମାନେ ତାଙ୍କର ଇନପୁଟ୍ ସବସିଡ଼ି ପାଇବେ।